କେନ୍ଦୁଝରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ। ଢେଙ୍କାନାଳରୁ ମା ତାରିଣୀଙ୍କ ଦର୍ଶନ ପାଇଁ ବାହାରିଥିଲେ 4 ଜଣ ଯୁବକ। ମନରେ ଥିଲା ଅନେକ ଆଶା, ହସ ଖୁସିରେ କଟିଥିଲା ରାସ୍ତା। କିନ୍ତୁ କିଏ ଜାଣିଥିଲା କାଳର କରାଳ ରୂପ ବାଟ ଓଗାଳି ବସିଛି ବୋଲି। କେନ୍ଦୁଝର ଜିଲ୍ଲାରୁ ଆସିଛି ଏକ ହୃଦୟ ବିଦାରକ ଖବର। ଦୈତାରୀ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଳ ରାସୋଳ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ କାର ବ୍ରିଜ ତଳକୁ ଖସି ପଡ଼ିଛି। ପ୍ରାଥମିକ ସୂଚନା ମୁତାବକ ଚଳନ୍ତା ଗାଡ଼ିର ଚକା ହଠାତ୍ ବାହାରି ଯିବାରୁ ଏଭଳି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଏହି ଦୁର୍ଘଟଣାରେ 2 ଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଦେବବ୍ରତ ଦାସ ଓ ଶିବ ସ୍ୱରୂପ ରାଉତ। ଅନ୍ୟ 2 ଗୁରୁତର ଆହତ ସମରେଶ ସ୍ୱାଇଁ ଓ ଈଶ୍ୱର ପ୍ରସାଦ ବେଉରାଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଏ ଖବର ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ବ୍ୟୁରୋ ରିପୋର୍ଟ, ନାରଦ ନ୍ୟୁଜ ଓଡ଼ିଆ।